ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ସକାଳୁ ଉଠିଲା ବେଳକୁ ମୁଁ ଯୋଉଠି ରୋଷେଇ କରେ ସେ ଆଜବେଷ୍ଟଟାକୁ ମାଙ୍କଡ଼ ଡେଇଁ ଭାଙ୍ଗି ଦେଇଛି। ମୁଁ କହିଲି ଆରେ ବର୍ଷା ପାଗକୁ ଏ ଭାଙ୍ଗିବାଟା ବହୁତ ହଇରାଣ କରିଦେଲା। ଆଉ ମୋ ବାପାଙ୍କୁ ଡାକିକି କହିଲି ବାପା ମୋର ସେ ଆଜବେଷ୍ଟଟା ଭାଙ୍ଗି ଦେଇଛି, କ'ଣ କରିବା ନା ମୁଁ ମିସ୍ତ୍ରୀ ଡାକି ନେଉଛି ତୁ ଆଜବେଷ୍ଟ କିଣି। ଇଏ ସାନ ଭାଇ ମୋ ବଡ଼ ଭାଇ ବାପା ସମସ୍ତେ ମିଶିକିରି ଆଜବେଷ୍ଟ କରୁ। ଇଏ ତ ଟିକେ ହାତ ପକେଇ ଦେଇ କହୁଛନ୍ତି ମୁଁ କରୁଛି ଆଉ ଆସିଲା ବେଳକୁ ମୋ ଝିଅର ଆଜି 10 ଦିନ ପରେ ସ୍କୁଲ ଖୋଲିଲା। ଝିଅ ପୁଅ ମୋ ପୁଅ ତ ଜମା ବି ବାହାରିବନି, ତାକୁ ଗାଧୁଆ ପାଧୁଆ କରି ରେଡ଼ି ନ କରିବା ଦେଖେ ସେ ଟୋଟାଲି ବାହାରିବନି। ତା ଦିଦି ତାର ସଜବାଜ ହେଇକିରି ବସିଗଲା ଖାଇବା ପାଇଁ। ଆଜି ଯେହେତୁ ଜ୍ୱର ହେଇଥିଲା ସେ ସବୁଦିନ ପଖାଳ ଖାଇକି ଯାଏ, କିନ୍ତୁ ଆଜି ସେ ପଖାଳ ଟିକେ ଖାଇପାରିଲାନି, ପିଠା ଆଉ ଆଳୁ ଭଜା ଟିକେ ଖାଇଦେଲା। ତାପରେ ସନ୍ଧ୍ୟା ବେଳକୁ ମୋର ସୁନ୍ଦରୀ ସୁନ୍ଦରୀ ଝିଆରୀ ଆସି ପହଞ୍ଚିଗଲେ ମୋ ଭାଇ ସାଙ୍ଗରେ ଆସି ବସିଗଲେ। ସେଠୁ ମୋ ପୁଅ କହିଲା ମାମୁଁ ଚାଲେ ମୁଁ ଦେଖିବାକୁ ଯିବି ଗଜଲକ୍ଷ୍ମୀ। ହଁ ହଉ ହେଲା ଯିବୁ ଆଉ। ସେ ଗଜଲକ୍ଷ୍ମୀ ଦେଖିବା ପାଇଁ ଏତେ ଖୁସି ହେଇଗଲା ଡ୍ରେସ୍ ପିନ୍ଧିକିରି 5 ପ୍ରକାର ମାମା ମୁଁ ଏମିତି ନାଚୁଛି ସେମିତି ନାଚୁଛି, ଦେଖ ମୁଁ ଆଜି ଗଜଲକ୍ଷ୍ମୀ ଦେଖିବାକୁ ଯାଉଛି କେମିତି ନାଚୁଛି ଦେଖୁନାହାନ୍ତି। ଆଉ ଦେଖନ୍ତୁ ଆହୁରି ଗୋଟେ ଷ୍ଟାଇଲ୍ ମାରିକିରି ନାଚିବ। ମାମା ମୁଁ ଯାଉଛି। ମୁଁ କହିଲି ହଉ ତୁ ଯା, ରହୁଛି।